ସମସ୍ତଙ୍କୁ ଅଭିନନ୍ଦନ। ବର୍ଷ 2026-27 ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଚଳିତ ନୂତନ ପଞ୍ଚମ ଶ୍ରେଣୀର ପୁସ୍ତକ ଭାଷା ମହକର ପ୍ରଥମ ବିଷୟ ଗଛ କାହାଣୀ ଆମେ ଆଲୋଚନା କରିବା। ଡକ୍ଟର ରାମଚନ୍ଦ୍ର ନାୟକ ହେଲେ ଏହି କବିତାଟିର କବି। ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ ସାହିତ୍ୟ ପୁରସ୍କାର 2020 ଦ୍ୱାରା ସେ ସମ୍ମାନିତ। ବିଭିନ୍ନ ଶିଶୁ ଭିତ୍ତିକ କବିତା ଏବଂ ପ୍ରବନ୍ଧ ସାହିତ୍ୟରେ ସୃଷ୍ଟିରେ ସେ ଥିଲେ ସିଦ୍ଧହସ୍ତ। ଏହି କବିତାଟିରେ ସେ ଗଛର ପ୍ରାଧାନ୍ୟ ଏବଂ ଗଛର ଉପକାରିତା ସମ୍ପର୍କରେ ସଚେତନ କରିବା ସହିତ ଶିଶୁମାନେ ଗଛକୁ ଏବଂ ପରିବେଶକୁ ରକ୍ଷା କରିବା ଉଦ୍ଦେଶ୍ୟରେ କ'ଣ କରିପାରିବେ ଏଭଳି ଏକ ସଚେତନତା ସୃଷ୍ଟି କରିବାର ପ୍ରୟାସ କରିଛନ୍ତି। ନରମ ଗଳାରେ ଗଛଟି କହଇ ଶୁଣରେ ଭଉଣୀ ଭାଇ, ଫଳ ଖାଇବାକୁ ବଳାଇଛ ମନ ଆପତ୍ତି ମୋହର ନାହିଁ। ଏଠାରେ ଭଉଣୀ ଭାଇ ଏକ ଯୁଗ୍ମ ଶବ୍ଦ। ଏହିଭଳି ଏହି କବିତାଟିରେ ଅନେକ ଗୁଡ଼ିଏ ଯୁଗ୍ମ ଶବ୍ଦ ରହିଛି, ଯେପରି ବରଷା ଝଡ଼ି, ଖରା କାକର, ଡାଳ ପତର ଇତ୍ୟାଦି ଯୁଗ୍ମ ଶବ୍ଦ ମଧ୍ୟ ଏଠାରେ ପ୍ରକାଶିତ। ଟାଣି ନେଉଅଛ ଡାଳକୁ ମୋହର ଶୋଚନା ନ କରି ତିଳେ, ଜାଣିପାରିବନି ପରାଣ ମୋହର ଦୁଃଖରେ କିପରି ଜଳେ। ଏଠାରେ ଗଛ ନିଜର ଦୁଃଖ କାହାଣୀ ଲୋକମାନଙ୍କୁ ପ୍ରକାଶ କରିଛି। ମୋ ଡାଳକୁ ତୁମେମାନେ ନେଉଛ, ସେଥିରେ ମୋର ଅନୁଶୋଚନା ନାହିଁ, ତଥାପି ମୁଁ କଷ୍ଟ କଲେ ମଧ୍ୟ ତୁମମାନଙ୍କ ପାଇଁ ସର୍ବଦା ବଞ୍ଚି ରହିଛି। କ୍ଷୀର ନୁହେଁ ଏତ ଲୋତକ ଧାରାରେ, ନୟନୁ ଝରଇ ମୋର ପରାଣ ବେଦନା ଦେଉଛି ବଖାଣି, ବାରେକ ଶ୍ରବଣ କର। ଗଛରୁ ବାହାରୁଥିବା କ୍ଷୀରକୁ ବା ଗଛରୁ ବାହାରୁଥିବା ରସକୁ ଗଛ ନିଜର ଲୋତକ ଧାରା ସହିତ ତୁଳନା କରିଛି। ଏଠାରେ ଆମେ କିଛି ପଦ୍ୟ ରୂପରୁ ଗଦ୍ୟ ରୂପ ପ୍ରକାଶ କରିବା ବ୍ୟାକରଣ ମଧ୍ୟ ଦେଖିବାକୁ ପାଉ। ପରାଣ ଅର୍ଥ ପ୍ରାଣ। ଠିକ୍ ସେହିପରି ଲୋତକ ଶବ୍ଦଟି ହେଲା ଅଶ୍ରୁ ସହିତ ସମାନ। ଆମେ କବିତାଟିରେ କେତେକ ପ୍ରତିଶବ୍ଦ ମଧ୍ୟ ଦେଖିବାକୁ ପାଇବା ଏବଂ ଏହି ପ୍ରତିଶବ୍ଦ ଗୁଡ଼ିକ ମଧ୍ୟ ଏହି କବିତାର ଅଂଶବିଶେଷ। ଜନମ କାଳରୁ କେତେ ଦୁଃଖ ସହି, ନ ମାନି ବରଷା ଝଡ଼ି, ଖରା କାକରରେ ଡାଳ ପତରକୁ ରଖିଛି ଯତନେ ଭିଡ଼ି। ଗଛ ଅନେକ ଦୁଃଖ କଷ୍ଟ ସହି ବର୍ଷା ଝଡ଼ି ଖରା କାକର ପ୍ରତ୍ୟେକ ପରିବେଶକୁ ଖାପ ଖୁଆଇ ନିଜେ ସେ ନିଜକୁ ଯତ୍ନରେ ତୁମମାନଙ୍କ ପାଇଁ ସମ୍ଭାଳି ରଖିଛି। ଆଜି ସିନା ତୁମେ ଈର୍ଷା କରୁଛ ଦେଖି ଫଳ ମାଳ ମାଳ, ଜାଣିପାରିବନି ଏ ରୂପ ମୋହର କେତେ ସାଧନାର ଫଳ। ସେ ଶିଶୁମାନଙ୍କୁ ଗଛଟି କହୁଛି, ତୁମେ ସିନା ଆଜି ଈର୍ଷା କରୁଛ ଯେ ମୁଁ ଗଛଠାରୁ ସବୁ କିଛି ପାଇଲି, କିନ୍ତୁ ଗଛ କହୁଛି ଏ ରୂପ ଏବଂ ଏ ଫଳ ଯେଉଁ ତୁମେ ମୋ ଠାରୁ ପାଉଛ, ତା ପଛରେ ମୁଁ ଅନେକ ସାଧନା ବା ଚେଷ୍ଟା କରିଛି। ସାନରୁ ହୋଇଲି ବଡ଼ ପର୍ଯ୍ୟନ୍ତ, କରମ ପଥର ଧାରେ, କରମକୁ ମୂଳ ମନ୍ତର କରିଣ, ପର ଉପକାର କରେ। ଏଠାରେ ଏକ ଭଗବତ ବିଶ୍ୱାସର ଚିନ୍ତାଧାରା କବି ପ୍ରଦାନ କରିଛନ୍ତି। ମୁଁ ସାନ ହୋଇ ମଧ୍ୟ ଯେତେବେଳେ ଛୋଟିଆ ଗଛଟିଏ ଥିଲି, ସୂର୍ଯ୍ୟ କିରଣରେ ଏବଂ ଜଳକୁ ଗ୍ରହଣ କରି ଛୋଟିଆ ଗଛ ହୋଇ ଗଛଟିକୁ ମୁଁ ଖାଦ୍ୟ ଯୋଗାଉଥିଲି। ଧୀରେ ଧୀରେ ମୁଁ ବଡ଼ ହେଲି ଏବଂ ବଡ଼ ହୋଇ ଅନେକଙ୍କୁ ଫୁଲ ପ୍ରଦାନ କରି ଆନନ୍ଦିତ କଲି, ଫଳ ଦେଇ ଅନେକଙ୍କ କ୍ଷୁଧା ନିବାରଣ କଲି, ଶୀତଳ ଛାୟା ଦେଇ ଅନେକ ଯାତ୍ରୀଙ୍କୁ ବିଶ୍ରାମ ଦେଲି ଏବଂ କିଛି ଲୋକଙ୍କୁ ଅମ୍ଳଜାନ ଦେଇ ସେମାନଙ୍କ ଜୀବନକୁ ରକ୍ଷା କଲି। ଅର୍ଥାତ୍ ଗଛ କହୁଛି ସେ ତାର କର୍ମର ପଥରେ କେବେ ବି ଥକି ଯାଇନାହିଁ। କରମକୁ ସେ ମୂଳମନ୍ତ୍ର କରି ପର ଉପକାର କରିଚାଲିଛି ଏବଂ ଏଥିରେ ସେ ନିଜେ ଆତ୍ମସନ୍ତୋଷ ପାଇଛି। ଚେରମୂଳଠାରୁ ଡାଳ ପତରରେ ଫୁଲ ଫଳ ଆଦି କରି
ଛାଇର ଆସରା ଦେଇଛି ସଭିଙ୍କୁ ବକଳ ହୃଦୟ ଚିରି। ଏଠାରେ ଆମେ ଚିତ୍ରରେ ମଧ୍ୟ ଦେଖିବା ବିରାଟ ବୃକ୍ଷ ନିଜର ଛାୟା ଦ୍ୱାରା ଅନେକଙ୍କୁ ଆଶ୍ରା ଦେଇଥାଏ। ଅନ୍ତର ଫେଡ଼ିଣ କହୁଛି ତୁମକୁ। ଏଠାରେ ଗଛ ନିଜର ଅନ୍ତରକୁ ଖୋଲି କହୁଛି, ଅନ୍ତର ଫେଡ଼ିଣ କହୁଛି ତୁମକୁ କରନି ଆକୁଳ ମୋତେ, ତୁମରି ସେବାରେ ରହିଛି ନୀତି ମୁଁ ଖାଅରେ ଖାଇବ ଯେତେ। ଅର୍ଥାତ୍ ସର୍ବସ୍ୱ ଲୁଟି ସାରିବା ପରେ ମଧ୍ୟ ବୃକ୍ଷ କେବେ ବି ଦୁଃଖିତ ହୋଇନାହିଁ, ବରଂ ସେ ନିଜକୁ ଅନ୍ୟର ସେବାରେ ନିୟୋଜିତ କରିଥିବାରୁ ସେ ଭାରି ଆନନ୍ଦିତ ହୋଇଯାଇଛି। ମୋ ଫଳ ଖାଇକି ମୋହରି ଆଗରେ ଶପଥ କରରେ ରହି, ଏ ସାରା ଜୀବନ କରମ ପଥରେ ହେଳା ନ କରିବ କେହି। ସେ ଛୋଟ ଛୋଟ ଶିଶୁମାନଙ୍କୁ କହୁଛି ଯେ ଶପଥ କର ତୁମେ ତୁମର ଜୀବନ ମଧ୍ୟ ସାରା ଜୀବନ ମୋ ପରି କର୍ମ ପଥରେ ଅଗ୍ରସର କରିବ, ଅବହେଳା କରିବ ନାହିଁ। ଏଠାରେ କବି ଡକ୍ଟର ରାମଚନ୍ଦ୍ର ନାୟକ ଗଛ ମାଧ୍ୟମରେ ଶିଶୁମାନଙ୍କୁ ସଚେତନ କରିବା ପାଇଁ ଚାହିଁଛନ୍ତି। ଜଗତ ହିତରେ ଗଛ ଲଗାଇବ ସବୁଜିମା ଜୀବ ଭରି, ଧରଣୀ ହସିଲେ ଆମ ପରିବେଶ ହେବ ନାହିଁ ହତଶିରି। କବି କହୁଛନ୍ତି, ଯଦି ଆମେ ଜଗତର ହିତ ପାଇଁ ଗଛ ଲଗାଇବା, ତେବେ ଏ ଗଛ କେବଳ ଆମକୁ ସାହାଯ୍ୟ କରିବ ତାହା ନୁହେଁ, ସମଗ୍ର ପୃଥିବୀକୁ ସବୁଜିମାରେ ଭରିଦେବ। ଧରଣୀ ଯଦି ହସିବ ବା ପୃଥିବୀ ଯଦି ଖୁସି ରହିବ, ତେବେ ଆମେ ପରିବେଶ ମଧ୍ୟ ଭଲରେ ରହିପାରିବା ଏବଂ ଆମ ପରିବେଶର ହତଶିରି ଅର୍ଥାତ୍ ସୌନ୍ଦର୍ଯ୍ୟ କେବେ ମଧ୍ୟ ନଷ୍ଟ ହେବ ନାହିଁ। ବର୍ତ୍ତମାନ ଆମେ ଏ ଗଛ କାହାଣୀ କବିତାଟିକୁ ପଢ଼ିଲେ। ଏହି କବିତାରେ କିଛି ପ୍ରଶ୍ନ ଉତ୍ତର ମଧ୍ୟ ରହିଛି। ଆମେ ଯଦି ପ୍ରଶ୍ନ ଉତ୍ତର ବିଭାଗକୁ ଯିବା, ସେଠାରେ ଆମେ ଦେଖିବା ଗଛଟି ନରମ ଗଳାରେ କାହାକୁ କହୁଛି। ଗଛଟି ନରମ ଗଳାରେ ଭାଇ ଭଉଣୀଙ୍କୁ କହୁଛି। ଜନ୍ମ କାଳରୁ ଗଛଟି କେଉଁ କେଉଁ ଯାତନା ସହି ଆସିଛି। ଜନ୍ମ କାଳରୁ ଗଛଟି ବର୍ଷା, ଝଡ଼ି, ଖରା, କାକରର ଯାତନା ସହି ଆସିଛି। 3 ନମ୍ବର, ଗଛ ଆମ ପାଇଁ କ'ଣ ସବୁ ସାଇତି ରଖିଛି? ଉତ୍ତର ହେଲା, ଗଛ ଆମ ପାଇଁ ଚେର, ମୂଳ, ଡାଳପତ୍ର, ଫୁଲ, ଫଳ ଓ ଛାୟା ସାଇତି ରଖିଛି। ଠିକ୍ ଏହିପରି 4 ନମ୍ବର ପ୍ରଶ୍ନ ଅଛି, ଗଛର ଭାଷାରେ ଆମେ କାହାକୁ ମୂଳମନ୍ତ୍ର କରିବା ଉଚିତ? ଗଛର ଭାଷାରେ ଆମେ କର୍ମକୁ ମୂଳମନ୍ତ୍ର କରିବା ଉଚିତ। 5 ନମ୍ବର, କ'ଣ ନ କରିବାକୁ ଗଛଟି ଅନୁରୋଧ କରିଛି? ଉତ୍ତର, ସାରା ଜୀବନ କର୍ମପଥରେ ଅବହେଳା ନ କରିବାକୁ ଗଛଟି ଅନୁରୋଧ କରିଛି। କେବଳ ଆସ କଥା ହେବା ପର୍ଯ୍ୟାୟରେ ଏତିକି ପ୍ରଶ୍ନ ଅଛି ଭାବିଲେ ହେବ ନାହିଁ। ଏହି ଅନୁଶୀଳନୀରେ ଆହୁରି ଅନେକ ଗୁଡ଼ିଏ ପ୍ରଶ୍ନ ଅଛି। ଭାବ ଏବଂ ଲେଖ। ଜୀବନ ସାରା କେଉଁ ପଥରେ ହେଳା ନ କରିବାକୁ ବୃକ୍ଷ କହିଛି? ଉତ୍ତର ହେଲା କର୍ମପଥ। ଗଛ କ'ଣ କରି ସମସ୍ତଙ୍କୁ ଛାଇରେ ଆଶ୍ରୟ ଦେଇଛି? ବକଳ ହୃଦୟ ଚିରି। ଜଗତ ହିତରେ କ'ଣ କରିବା ଉଚିତ? ପର ଉପକାର କରିବା ଉଚିତ। ପର ଉପକାର କରିବା ପାଇଁ କାହାକୁ ମୂଳମନ୍ତ୍ର କରିବା ଉଚିତ? କର୍ମକୁ ମୂଳମନ୍ତ୍ର କରିବା ଉଚିତ। ଜାଣିପାରିବନ୍ତି ଏ ରୂପ ମୋହର କେତେ ସାଧନାର ଫଳ। ଏକଥା କିଏ କହିଛି? ଏକଥା ଗଛ କହିଛି। ଏହା ଅତି ସଂକ୍ଷେପରେ ମଧ୍ୟ ଆମେ ଲେଖିପାରିବା, କିନ୍ତୁ ପ୍ରତ୍ୟେକ ଶବ୍ଦ ଗୁଡ଼ିକ କବିତା ଭିତରୁ ଉଦ୍ଧୃତି କରି ଆମେ ଏହାର ଉତ୍ତର ଲେଖିବା। ଏହିଭଳି ଏହି କବିତାରେ କିଛି ସରଳାର୍ଥ ମଧ୍ୟ ରହିଛି, କିଛି ବ୍ୟାକରଣ ମଧ୍ୟ ରହିଛି। ଯେମିତି ମୁଁ କହି ରଖିଲି ଯେ କିଛି ଯୁଗ୍ମ ଶବ୍ଦ ଅଛି, କିଛି ପ୍ରତିଶବ୍ଦ ଅଛି ଏବଂ କିଛି ପଦ୍ୟ ରୂପରୁ ଗଦ୍ୟ ରୂପ ପରିବର୍ତ୍ତନ କରି ଲେଖିବା ପାଇଁ ମଧ୍ୟ ଏଠାରେ କୁହାଯାଇଛି। ପୁଣି ଏକ ଭିଡ଼ିଓରେ ଆମେ ଅନ୍ୟ ସବୁ ପ୍ରଶ୍ନକୁ ଆଲୋଚନା କରିବା। ଧନ୍ୟବାଦ।